भाई सकाल सकाल नहीं आसी भाई कौन नहीं आसचु चकुली पिठा चकुली पिठा हाँ तो साइड में मुझे करके जाई एपटे बापा खाऊंती पुआ आसला हसी हसिका ओहो कौन चटनी टा मिसेल कि घुगुले देख कि नागुच केमी नागुच मत कहनी भल नानी की दियो भाई पुआ गुटिया खुए दियो पुअर भी गोटे भाग एवं पुअर गोटे भाग ना भाई समस्त सहित सी सामान से छोट है जगह ताकू समान भाग दियो से जी खाई सार ये बड़ो जी खाଇବା କଥା से जहाँ दो से तार खाइब पापा केमी लागू तुमको भल लगुच मस्त पूरा लगुच कि पुक कि पुक भल लगी घुगुल माने आम घरे पड़ी ना सेठू आनला पड़ी आम घरे शेष जो मैंने खाती से कम खाते तो मुझे खाऊँ फाड़े समस्त गोटे गोटे मोर फाड़े तू शेष मनीष बुझल सी मत शिखौ दे मोबाइल आम पुआ मत शिखौ मोबाइल टा दे भाई खाऊ सिंगा पड़े बाप खूब बादला भाई भाई रो बंटी के भारी पसंद करते लोक ना लिपू जाऊँ खाली दौड़ी दौड़ी लिप्सिता पलाऊँ लिपू पुओ पिला नाटा लिपुरु लिप्सिता दौड़ी दौड़ी पलाऊँ जीव कौटी जीवु पैसा पत्र जोरिया हो जाए तोर कि पैसा उठिक आण मत कि दबु मोर पैसा पत्र ना अभाव भर अच्छी मत कि दबु सब बेले ना आहरी कौन काली कहीं लंग वीडियो आसला आम भर झगड़ा होता दी भौणी भर से लंग वीडियो काली हो पारानी ये कौन नबु कौन नबु मुझे कमी गलानी खाइबू तेणिक जीवु जब बर्षार भिजु गोटे भिडियो कर भिडियो जा जर होता सतरे मत कहलुनि मेडिसिन कहीं खाइलुनि वर्षा होता मेडिसिन खाइल वर्षा बोली केमी जानू सॉरी जर बोली हाँ मेडिसिन तो खाइल ना जर बोली मुझे जानी गोड़ हाथ बिंदी जर आसला जानी आ तू कहलु नहीं भी तो पलू मेडिकल जीव मेडिकल की आई चल पलि मेडिकल कौन फीस की अपेक्षा करके खाएंगे पूरा कांगा आसीगला आमर पेटी गरम गरम खाइब ना खाई कौ दिन लगे कौटा आनलु हुए तू हाँ अभी तो कौटा आनलु मशरूम सीधा नागुच भल भल लगुच पैकेट भी खाऊ पूरा पैकेट देखा बसारे भिजी भिजी टू पौणी आसिलु एना सी ड्रेस खोल दे मु कोन पिंदी मत कह
कौन ड्रेस पिंधिबु कौन पिंधिबु घरे अछु तू कौन धुआर अछु ना को? तू जदि मागिबु मते सारा गचंद तो पाई मु आकाश रे रखिबी पाद पूरा उदा हे जाई आज एमिति उदारे उदा हे के भूलिबेनी हां आमे भूलिना जोटा काम कर जाई सब ताई दे किंतु हेला नै सक्सेस हे पालु आज मु ए लिस्ट वास पिंची के लागु छ बहुत दिन पुराना हटा के लागु छी के लागु छी कौन के धर के आउछु जोसना ଔଷଧ ଖାଇବ ପୁଅ ଔଷଧ ଖାଇବ କାମ ତା ନା କଲୁ ଖାଇଛୁ ନା ଗୋଟେ ଭଲ କି ଆଉ ରୋଜ ଯିବା ସାଙ୍ଗ ହେଇକି ଯୋସନା ଏବେ ଯିବ ପୁଅକୁ ମୁଁ ଔଷଧ ଖୁଆଇବି ମୁଁ ତାକୁ ସହଯୋଗ କରିବା ପାଇଁ ଯାଉଛି ଚୁପ୍ ଚୁପ୍ କଣ ଆଉଛି କି ମେଡିସିନ ଧରିକି ଆମେ ଯାଉଛୁ ଏବେ ପୁଅକୁ ମେଡିସିନ ଖୁଆଇବା ପାଇଁ ଲାଇଟ୍ ଦିଅ ଅର୍ଜୁନ ଆମର ଚୁପି ବଜାଇଛି କିଛି କାମ ନାହିଁ କି ତୋର ସେପଟେ ଭାଉଜ ତାଙ୍କର ମୋବାଇଲ ଦେଖୁଛନ୍ତି କେତେଟା ହେଇଯିଲ ନାନୀ ତୁ ଶୋଇଲୁଣି ହଁ ଜର ତତେ ସତରେ ତତେ ମୁଁ କାଲି ନେଇକି ଯାଇଥିଲି ମେଡିକାଲ ତୁ ମେଡିସିନ ଖାଉନୁ କି ଆଁ କଣ କହିଲୁ ଅଳସୁଆ ଆଉ ତୁ ହଁ ତୁ କଣ ଏ ନାନୀ ସତରେ ଜର ଆସିଲାଣି ରସୁଣ ତୁ ଗୀତାନି ସବୁବେଳେ ତାକୁ ତୋ ଡ୍ରେସ ଲାଷ୍ଟ ସଫା କରୁଥିବ କଣ କହୁଛୁ କହନି ତୁ ନାନୀ ତା ଡ୍ରେସ କଣ করে ଧୋଉ ତୁ ପାଣି ହେଇକା ତୋତେ ଜର ହେଲା ସିଏ ତାର ଦିଦିଲେ ଥର ଗାଧେଇବ ଏଇ ତା ଡ୍ରେସକୁ ନେଇକି ଧୋଇବ ସବୁ ଜର ଆସିଲାଣି ରସୁଣ ଲଙ୍କା କହୁଛି ରସୁଣ ଆଉ ତେଲ ହଁ ବେ ତାକୁ ଖାଇବାକୁ ଦେବି ନା ରସୁଣ ଲଙ୍କା ଦଳିକି ତା ନାଇଁ ଲଗେଇଦେଲେ କଣ ହବ କହିଲୁ ଏମିତି ବୁଢା ପୁଡିଆ ତୁ ଡେଉଥିବୁ କାଲି ନା ଦାନ୍ତ ଗୁରା ବାହାରିଗଲା ନାନୀ ଗୀତା ଆର୍ଟିଫିସିଆଲ ଦାନ୍ତ ଗୁରା ବାହାରିଗଲାଣି ଗୀତାନି ହସିଦେନି ହଁ ଏଇଟା ତ ନିଜ ହସ ନୁହଁ ହେଲା ହଁ ତ ନିଜ ହସ ନାନୀ ଆଣିକି ମାରିଦେବି ନା କଣ ରସୁଣ ତେଲ ଦରକାର ନାହିଁ ଘଷିଦେବି ନାନୀ ଘଷିଦେବି କିଲୋ ସେ ନାନୀ 1 ନମ୍ବର ନା ସମସ୍ତେ ଆମ ଘର ଭିତରେ 1 ନମ୍ବର ଓ ଆମ ଘର ଭିତରେ ସିଏ 1 ନମ୍ବର ଅଳସୁଆଣି ପାଟିରେ ହାତରେ କମ ଦେଇଛୁ ଖାଉଛୁ ନାନୀ ମାନେ ଇଏ ତ ଦାନ୍ତ ଡାକ୍ତର ଯୋଉମାନେ ଚାହୁଁଛନ୍ତି ଦାନ୍ତ ପୁରିବା ପାଇଁ ଗୀତାନି ଭଳିଆ ଏଇଭଳିଆ କରିବେ ହାତକୁ ନେଇକି ପାଟିରେ ଦେବେ ଆପେ ଆପେ ଦାନ୍ତ ପଶିଯିବ ନାଇଁ ଗୀତାନି ସତରେ ଆଉ ହଁ ଖାଲିଟା ଯିବୁ ମେଡିକାଲ ମେଡିସିନ ଖାଇବୁ କଷ୍ଟ ପାଇବୁ ଦାନ୍ତ ବାଗେଇବୁ ଏରା କାଇଁ ଏତେ କାମ କାଇଁ କରିବୁ ଗୀତାନି ଭଳିଆ ତ କରିଦବୁ ଗୀତାନି ଟିକେ କଥା କନି ଦେଖିବେ ଆପଣ ମାନେ ସେ ଆଜି କଥା କହିବନି ମୁଁ ତାକୁ ଆଜି କହିଦେବି ଦାନ୍ତୁରୀ ମୁଁ ତୋର କଣ କି ଦାନ୍ତ ଗୁରା ବାହାରି ପଡୁଛି କଥା କହିଲା ବେଳେ ସେଇଟା ସେ ତାର ଦେଖଉନି ନାନୀ ଗୀତାନି କଥା କହ ନା ଡାକ ତାକୁ ନାନୀ ଡାକୁନୁ ହଁ ଗୀତା ଆଜି କରିବ କଣ ବାନାନ୍ତି ପୋଟଳ ଅଛି କୁନ୍ଦୁରି ଅଛି କଣ କରିବ ଗାଲ ଗୁରା ଫୁରିଲେ ଦଉଛି ଦାନ୍ତ ଗୁରା ଦେଖା ହବନି ବୋଲି ହେଲା କହୁନୁ ତେ ସମସ୍ତେ କହୁଛନ୍ତି ତୁ ସୁନ୍ଦର ବୋଲି ହେଲା ଆମ ଘରେ ନାନିଲୁ ସମସ୍ତେ କହୁଛନ୍ତି ଆମ ଘରେ ଗୀତାନି କାଳେ ହଉଛି ସୁନ୍ଦର ଆଜି କହିବେ ତୋ ଦାନ୍ତ ବାହାରିଛି କି ନାହିଁ ସେଥିପାଇଁ ତୁ ଟିକେ ହସିଲୁ ହସୁନୁ ଏଟା ଆର୍ଟିଫିସିଆଲ ଲାଗୁଛି ହେଲା ତ ରିଏଲି ହସ ଦେଖନ୍ତୁ ଆସିଗଲା ଗୀତାନି
ଦେଖନ୍ତୁ ମୋ ଦାନ୍ତ ବାହାରିଛି ନା ନାଇଁ କହିବେ। ତା ଦାନ୍ତ ବାହାରିଛି ନାଇଁ ଆପଣ ମାନେ କୁହନ୍ତୁ। ଏ ତୋର ବାହାନେ ବି ନାନୀର ମୋଟିଏ ବାହାରିଛି। ଆମେ ତାକୁ କହୁଥିଲୁ ତ ଦାନ୍ତରା ବାହାରି ଯାଇଛି, ସିଏ ତାର ଘଣ୍ଟାଟା ହେଲାଣି ପାଟିରେ ଏମିତି ହାତ ଦେଇକି ରହିଛି, ଦେଖିଲା ବେଳକୁ ପ୍ରକୃତରେ ଆମ ଦି ଜଣ ଦାନ୍ତ ବାହାରି ରହିଛି। ଗୀତାନି ଏଇ କଥାରେ କହନ୍ତି ନାଇଁ ନିଜ ଆଖିକି ଆଙ୍ଗୁଠି ଯିବନି ନା କଣ ଏମିତି ଗୋଟେ କହନ୍ତି ନାଇଁ ସେ ନାନୀ, ନିଜ ଆଖିକି ଯିବ ନାହିଁ। ହଁ ହଁ ତାର ଦାନ୍ତ ବାହାରେ ଆମେ ତାକୁ କହୁଥିଲୁ, ସେଇଟା ଭଗବାନ ଆମକୁ ବୁଝେ ବୁଝେ ଦାନ୍ତ ଦେଇଛି। ଦେଖୁନାହାନ୍ତି ଆମ ଘରେ ହେଲା ମୁଁ ଆଉ ମୋ ନାନୀ ହେଲା ଟିକେ ଟିକେ ଦାନ୍ତୁରୀ, ଆଉ ଗୀତାନି ହଉଛି ହିରୋଇନ, ମୋ ଭାଇ ହଉଛି ହିରୋ। କୋଉ ଫିଲ୍ମରେ ହିରୋଇନ ମୁଁ? ପାଟି ଚୁପ୍ କିଛି କହିବେନି। କୋଉ ଫିଲ୍ମରେ ହିରୋଇନ? ଏ ଯୋଉ କହନ୍ତି ଦେବଦାସ ପାର ଯୋଉ ଐଶ୍ୱର୍ଯ୍ୟା ରାୟ ଆଉ ଇଏ ଅଛନ୍ତି, ଏଟା କଣ ତା ନାତି? କଣ ମାଧୁରୀ ଦୀକ୍ଷିତ ସେଇ ଫିଲ୍ମରେ। କିଛି ନୂଆ କିଛି ଆଜି କହିବି ନାହିଁ। ଟିକେ ଫୁଲେଇ ମୋର ତ ଐଶ୍ୱର୍ଯ୍ୟା ରାୟ ପସନ୍ଦ। ମା ତାକୁ ଟିକେ ଯଦି କହିଦେବେ ଆପଣ ଟିକେ ସୁନ୍ଦର ହେଇଗଲୁଣି, ସୁନ୍ଦର ଦେଖାଯାଉଛୁ, ସେ ଫୁଲିକି ଏତେ ଜୋର ଫୁଲିବ ଯେ ଆପଣଙ୍କୁ ଇଚ୍ଛା ହବନି ମାନେ ଆଉ କିଛି କହିବା ପାଇଁ, କାହିଁକି ନା ଫାଟିଯିବ କାଳେ। ସେ କଥା ନୁହଁ, ତୁ ଆମେ ଟିକେ ସୁନ୍ଦର କହିଦେଲୁ ନା, ତୁ ଟିକେ ଫୁଲିଗଲୁ, ଆମେ ଚାହୁଁନୁ ଯେ ଭଉଣୀଟା ଏତେ ଫୁଲିଲାଣି ଫାଟିଯାଉ ବୋଲି, ନୁହେଁ ନାନି? ଆମେ ଚାହୁଁଛୁ ଯେ ଭଲ ରହୁ, ନ ଫାଟୁ।